ମାଁ କହିଲେ ଯା ଯିବୁ ବିଲ ଆଡେ। ମୁଁ ଟିକେ ଷ୍ଟାଇଲରେ ଫ୍ୟାସନ ବାଗେଇ ବାହାରିଗଲି ବିଲ ଆଡୁ। କାହିଁକି ନା ମତେ ସେଇଠି କେହି ଦେଖିବେ ନାହିଁ। ବିଲକୁ ଯିବା ସମୟରେ ମାଛି କହିଲା କି ତୁମ ରକ୍ତ ଇଚ୍ଛା ନାହିଁ ବୋଲି ଦେଖୁଥିଲି। ସେ ଏତିକି କହି ପଳେଇଲା। ତାପରେ ମୁଁ ବାହାରି ଗଲି ବିଲ ଆଡେ। ହଉ, ଗୋଟେ ପ୍ରଶ୍ନର ଉତ୍ତର କୁହ। କେଉଁ ମାସରେ 28 ଦିନ ଆସେ? ରହୁଛି ଜୟ ଜଗନ୍ନାଥ। ଜାଣିଥିଲେ କମେଣ୍ଟ କରିବ। ମାଁ କହିଲେ ଯା ଯିବୁ ବିଲ ଆଡେ। ମୁଁ ଟିକେ ଷ୍ଟାଇଲରେ ଫ୍ୟାସନ ବାଗେଇ ବାହାରିଗଲି ବିଲ ଆଡୁ। କାହିଁକି ନା ମତେ ସେଇଠି କେହି ଦେଖିବେ ନାହିଁ। ବିଲକୁ ଯିବା ସମୟରେ ମାଛି କହିଲା କି ତୁମ ରକ୍ତ ଇଚ୍ଛା ନାହିଁ ବୋଲି ଦେଖୁଥିଲି। ସେ ଏତିକି କହି ପଳେଇଲା। ତାପରେ ମୁଁ ବାହାରି ଗଲି ବିଲ ଆଡେ। ହଉ, ଗୋଟେ ପ୍ରଶ୍ନର ଉତ୍ତର କୁହ। କେଉଁ ମାସରେ 28 ଦିନ ଆସେ? ରହୁଛି ଜୟ ଜଗନ୍ନାଥ। ଜାଣିଥିଲେ କମେଣ୍ଟ କରିବ। ମାଁ କହିଲେ ଯା ଯିବୁ ବିଲ ଆଡେ। ମୁଁ ଟିକେ ଷ୍ଟାଇଲରେ ଫ୍ୟାସନ ବାଗେଇ ବାହାରିଗଲି ବିଲ ଆଡୁ। କାହିଁକି ନା ମତେ ସେଇଠି କେହି ଦେଖିବେ ନାହିଁ। ବିଲକୁ ଯିବା ସମୟରେ ମାଛି କହିଲା କି ତୁମ ରକ୍ତ ଇଚ୍ଛା ନାହିଁ ବୋଲି ଦେଖୁଥିଲି। ସେ ଏତିକି କହି ପଳେଇଲା। ତାପରେ ମୁଁ ବାହାରି ଗଲି ବିଲ ଆଡେ। ହଉ, ଗୋଟେ ପ୍ରଶ୍ନର ଉତ୍ତର କୁହ। କେଉଁ ମାସରେ 28 ଦିନ ଆସେ? ରହୁଛି ଜୟ ଜଗନ୍ନାଥ। ଜାଣିଥିଲେ କମେଣ୍ଟ କରିବ। ମାଁ କହିଲେ ଯା ଯିବୁ ବିଲ ଆଡେ। ମୁଁ ଟିକେ ଷ୍ଟାଇଲରେ ଫ୍ୟାସନ ବାଗେଇ ବାହାରିଗଲି ବିଲ ଆଡୁ। କାହିଁକି ନା ମତେ ସେଇଠି କେହି ଦେଖିବେ ନାହିଁ। ବିଲକୁ ଯିବା ସମୟରେ ମାଛି କହିଲା କି ତୁମ ରକ୍ତ ଇଚ୍ଛା ନାହିଁ ବୋଲି ଦେଖୁଥିଲି। ସେ ଏତିକି କହି ପଳେଇଲା। ତାପରେ ମୁଁ ବାହାରି ଗଲି ବିଲ ଆଡେ। ହଉ, ଗୋଟେ ପ୍ରଶ୍ନର ଉତ୍ତର କୁହ। କେଉଁ ମାସରେ 28 ଦିନ ଆସେ? ରହୁଛି ଜୟ ଜଗନ୍ନାଥ। ଜାଣିଥିଲେ କମେଣ୍ଟ କରିବ।